ନା ଏଠି ବସି ତୁ କଣ କରୁଛୁ? କଣ କରୁଛୁ ଏଠି ବସିକି? ମୁଁ ଏଠି ମାଣ ଧାନ ତିଆରି କରୁଛି। ମାଣ ଧାନ ତିଆରି କରୁଛୁ? ହଁ। ଆକୁ କଣ କହନ୍ତି ମା କହ? ୟାକୁ କହନ୍ତି ହୁଁ ଧାନ ମେଣ୍ଟା। ଧାନ ମେଣ୍ଟା। ହଁ ଏଟା କୋଉଥିରେ ଲାଗେ? ଧାନ ଉପରେ ମାଣ ଉପରେ ଥୁଆ ହବ, ମାଣ ବସିବ। ଆଚ୍ଛା ଏଇ ଏମିତି ଏମିତି ସବୁ ବାହାର କରିକି ଏମିତି ବାହାର କରିକିରି ଧାନ ବକଚିକିରି ଧାନ ଗଉଣିଏ ତାପରେ ମେଣ୍ଟା ଥୁଆ ହବ। ତାପରେ ସବୁ ଥୁଆ ହବ, କଦଳୀ ଯୋଉ ମୂଳା ଆଖୁ ମାଳ ବସା ହବ। ସବୁ ଭୋଗ ରାଗ ସବୁ ଥୁଆ ହବ। ଭୋଗ ମାନେ ଛେନା ଗୁଡ କଦଳୀ ଆଉ ସେଉ ଅଙ୍ଗୁର ସବୁ ଗୁଡ ସବୁ ଥୁଆ ହବ। ସେଇଟା ପ୍ରଥମ ଲାଗି ହବ। ତାପରେ ଦ୍ୱିତୀୟ ଲାଗି ହବ 11ଟା ବେଳେ ପିଠାପଣା। ତାପରେ ରାତିରେ ଛେନା ଗୁଡ କଦଳୀ ଆଉ ସବୁ ଯୋଉ ଫଳ ସେଉ ଅଙ୍ଗୁର ସବୁ ତିଆରି ଥୁଆ ହେଇକି ପୁଣି ଠାକୁରଙ୍କୁ ଆବାହନ କରିବ ଆଉ କଦଳୀ ପଣା ଦେଇକି ଉଠେଇବ ଆଉ ଆମର ଏମିତି ଧୂପ ହୁଏ। ହଁ ହଁ ଦି ଜଣ ବସିକି କରୁଛନ୍ତି ଆଉ। ଦି ଜଣ ବଡ ବୋଉ ମା ମା ହବ ଏ ବଡ ବୋଉ ଏବେ ଦି ଜଣ ମିଶିକି କରୁଛନ୍ତି। ଏଇଟା କଣ କହନ୍ତି? ମାଣ ମେଣ୍ଟା। ମେଣ୍ଟା ମାଣ ଧାନ ମେଣ୍ଟା। ଉପରେ ଥୁଆ ହବ।